ଏଠାରେ କର୍ତ୍ତା କିନ୍ତୁ ସେ ହଉଛନ୍ତି ଜମିଦାରଙ୍କ ପୁଅଙ୍କ ସହିତ ସମ୍ପର୍କିତ। ତାହେଲେ ଜମିଦାରଙ୍କ ପୁଅ ଯିଏ ରହିଲେ ସେ କାହା ସହିତ ସମ୍ପର୍କିତ ହେବେ? ଜମିଦାରଙ୍କ ସହିତ ସମ୍ପର୍କିତ ହେବେ। ତେଣୁ କଣ ହେଲା, ସୁରେନ୍ଦ୍ର ଏଠାରେ କର୍ତ୍ତା ହେଲା କିନ୍ତୁ ଜମିଦାରଙ୍କ ପୁଅ ଯିଏ ଜମିଦାରଙ୍କ ସହିତ ସମ୍ବନ୍ଧିତ ହେଲେ, ତେଣୁ ସମ୍ବନ୍ଧିତ ପଦ ଆଗ ବସିଲାନି, ସମ୍ବନ୍ଧ ପଦ କଣ ହେଲା, ସମ୍ବନ୍ଧ ପଦ ଯୋଉ ରହିଲା ସମ୍ବନ୍ଧିତ ପଦ ପୂର୍ବରୁ ବସିଲା ହେଲା। ସମ୍ବନ୍ଧିତ ପଦ ଆମେ ଯୋଉ ଲେଖିବା ତା ପୂର୍ବରୁ ଆମେ କଣ ଲେଖିବା, ସମ୍ବନ୍ଧ ପଦ। ପ୍ରଥମେ ଲେଖିବା କାହା ସହିତ ଯୋଉ ରହିଲା, ଯୋଉ କିଏ ସମ୍ବନ୍ଧ ରହିଛି ଏବଂ କାହା ସହିତ ସମ୍ବନ୍ଧିତ ରହିଛି, ଏଇଭଳି ଆମେ ଲେଖିଲେ ସୁରେନ୍ଦ୍ର ଟିକେ କର୍ତ୍ତା ହେଇଗଲା ଏବଂ ଜମିଦାରଙ୍କ ପୁଅ ହଉଛି ଜମିଦାରଙ୍କ ସହିତ ସମ୍ବନ୍ଧିତ। ଜମିଦାରଙ୍କର ପୁଅ ହେଲେ କାହା ସହିତ ସମ୍ପର୍କିତ ହେବେ? ଜମିଦାରଙ୍କ ସହିତ ସମ୍ପର୍କିତ ହେବେ। କ୍ଲିୟର? ଦେଖିବା, ସକାଳେ କାମ ଆରମ୍ଭ ହୁଏ। ସକାଳେ ହଉଛି କଣ ନା ଅଧିକରଣ କାରକ, ବାକ୍ୟର ଆରମ୍ଭରେ ଏହାର ବ୍ୟବହାର କରାଯାଏ। ବାକ୍ୟର ଆରମ୍ଭରେ ବେଳେ ବେଳେ ଅଧିକରଣ କାରକ ରଖାଯାଏ ହେଲା। କୋଉ ସମୟରେ? ସମୟ ଆସିଲେ ଅଧିକରଣ କାରକ ଆସେ। ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ୱାରା। କଠିନ ଶ୍ରମ ଦ୍ୱାରା ଉପରେ ଆରୋପିତ କରାଯାଇଛି। ଗୁରୁତ୍ୱ ଆରୋପ ପାଇଁ ଯେକୌଣସି ପଦ ବାକ୍ୟର ଶେଷରେ ବସିପାରିବ। ଗୁରୁତ୍ୱ ଆରୋପ ରହିବ ସେତେବେଳେ ପଦଟି କୋଉଠି ରହିବ? ଶେଷରେ ରହିବ। ତୁମର କାମ ହେଉଛି କଣ? ଘର ଜଗିବା। ତୁମର କାମ ହେଉଛି ଉପରେ ଗୁରୁତ୍ୱ ଦିଆଯାଇଛି, ତେଣୁ ଏହା ବାକ୍ୟର ଆରମ୍ଭରେ ରହିଛି। ବାକ୍ୟର ଆରମ୍ଭରେ ଗୁରୁତ୍ୱ ଆରୋପଣ ପାଇଁ ଥିବା ବାକ୍ୟାଂଶ ବସିପାରେ। ଓକେ, ରମେଶଙ୍କ ବିନା ଏହି କାମଟି ହୋଇପାରିବନି। ଏଠାରେ ବିନା ହଉଛି ଗୋଟେ କଣ ନା ଅବ୍ୟୟ ପଦ, ଏହା ରମେଶଙ୍କ ସହିତ ସମ୍ପର୍କିତ ରହିଛି। ଓକେ, 10 ନମ୍ବର, ବାପା ଜେଜେଙ୍କର ଓ ଜେଜେମାଙ୍କର ଯତ୍ନ ନିଅନ୍ତି। ବାପା ଯିଏ ସେ କଣ କରନ୍ତି? ଜେଜେଙ୍କର ମଧ୍ୟ ଯତ୍ନ ନିଅନ୍ତି, ଜେଜେମାଙ୍କର ମଧ୍ୟ ଯତ୍ନ ନିଅନ୍ତି। ଇଏ କଣ ସମ୍ବନ୍ଧ ପଦରେ ହେଲା କଣ ବିଭକ୍ତି ଯୁକ୍ତ ହୋଇଛି। ପ୍ରଥମ 11 ନମ୍ବର ଦେଖ, ଚନ୍ଦ୍ରମୋହନ କଟକ ଗଲା ନାହିଁ। କାଲି ତୁମେ ଘରେ ନଥିଲ। ପ୍ରଥମ ବାକ୍ୟରେ ନାହିଁ ଗଲା ପରେ ଓ ଦ୍ୱିତୀୟ ବାକ୍ୟରେ ନ ଥିଲ ପୂର୍ବରୁ ବସିଛି। ବାକ୍ୟରେ ନାହିଁ ବା ନାହିଁ ସଂଯୁକ୍ତ ପଦ କ୍ରିୟାପଦ ଉପରେ ବସେ ଓ ନଟା କଣ କ୍ରିୟାର ପୂର୍ବରୁ ବସେ। ନଟା କୋଉଠି ବସିଲା? କ୍ରିୟା ପୂର୍ବରୁ ବସିଲା ଏବଂ ନାହିଁ ବା ନାହିଁ ସଂଯୁକ୍ତ ପଦ କ୍ରିୟାପଦର ପରେ ବସିଲା ହେଲା। 12 ନମ୍ବର ଦେଖିବା, ରାଘବ ସୁଦାମକୁ ବେତରେ ପିଟିଲେ। ତାହେଲେ ରାଘବ କୋଉଥିରେ ପିଟିଲେ? ସୁଦାମକୁ ବେତରେ ପିଟିଲେ। ରାଘବ ବେତରେ ସୁଦାମକୁ ପିଟିଲେ। ରାଘବ କୋଉଥିରେ ପିଟିଲେ? ବେତରେ ପିଟିଲେ। ଦେଖ